ଯୋଉଠି ଜଣେକ ବ୍ୟକ୍ତି ମ୍ୟାଟ୍ରିମୋନିଆଲ ସାଇଟ୍ରେ ନିଜକୁ ଅବିବାହିତ କ୍ଲେମ୍ କରି ବିଭିନ୍ନ ମହିଳାମାନଙ୍କୁ ସେ ଟ୍ରାପ୍ କରିଥିଲା। ଟ୍ରାପ୍ କଲା ପରେ ତାଙ୍କୁ ଏକ୍ସପ୍ଲଏଟ୍ କରିଥିଲା ଫିଜିକାଲି ଏବଂ ଫାଇନାନ୍ସିଆଲି ବି। ଗୋଟେ କେସ୍ ଆଧାରରେ ତାକୁ ଗିରଫ କରାହେଇଛି, ତାକୁ ଫରୱାର୍ଡ କରାହେଇଛି ଏବଂ ଆମେ ଯାହା ଆମର ଖବର ହସ୍ତଗତ ଅଛି ଯେ ଆହୁରି ବି କିଛି ଭିକ୍ଟିମ୍ ଅଛନ୍ତି। ତ ଆମେ ସମସ୍ତଙ୍କୁ ଆହ୍ୱାନ କରୁଛୁ ଯେ ଯିଏ ବି ଭିକ୍ଟିମ୍ ହେଇଛନ୍ତି ଏଇ ବ୍ୟକ୍ତି ଦ୍ୱାରା ସେମାନେ ଆସିକି ରିପୋର୍ଟ କଲେ ତାକୁ କେସ୍ ଆମେ ପୁଣି କେସ୍ ରେଜିଷ୍ଟ୍ରେସନ କରାଯିବ ଏବଂ ତାର ତଦନ୍ତ ମଧ୍ୟ କରାଯିବ। କିନ୍ତୁ ଏବେ ଯଦି କିଛି ରିପୋର୍ଟ ଆସେ ତାହେଲେ ଆମେ ତାକୁ ପୁଣି ଥରେ ରିମାଣ୍ଡରେ ଆଣି ପଚରା ଉଚରା କରିବୁ ବିଭିନ୍ନ କେସ୍। 164 ହେଇଛି ସାର୍। ହଁ, ଯୋଉଟା ପ୍ରୋସିଜିଓର ଅଛି ସେଟା ନିଶ୍ଚିତ ଭାବରେ ହବ। ଯେକୌଣସି କେସ୍ ଯୋଉଠି ମହିଳାଙ୍କର ଏକ୍ସପ୍ଲଏଟେସନ ଜଡ଼ିତ କେସ୍ରେ ଷ୍ଟେଟମେଣ୍ଟ ରେକର୍ଡ କରାଯାଏ ଆମେ ସେଟା ସାର୍ ଅଧିକାଂଶ କେସ୍ରେ ଏମିତି ଠକେଇ ସାମ୍ନାକୁ ଆସେ, କ'ଣ ମେସେଜ ରହିବ ସାର୍ ପୋଲିସକୁ, କେମିତି ସାଧାରଣ ଲୋକ ସତର୍କ ରହିବେ ମ୍ୟାଟ୍ରିମୋନିଆଲ ସାଇଟ୍? ମାନେ ଦେଖନ୍ତୁ, ମୁଁ କହୁଛି ଯେ କୋଉ ବି ଅଜ୍ଞାତ ବ୍ୟକ୍ତି ସହିତ ଏତେ ଶୀଘ୍ର କୌଣସି ପ୍ରକାରର ବନ୍ଧୁତ୍ୱ କିମ୍ବା ତାର ଯୋଉ କଥାବାର୍ତ୍ତାରେ ଏତେ କନଫିଡେନ୍ସରେ ନେବା କଥା ନୁହେଁ। ଆମେ ବାରମ୍ବାର ବିଭିନ୍ନ ମାଧ୍ୟମରେ ଆପଣମାନଙ୍କ ଦ୍ୱାରା ବି ସମସ୍ତଙ୍କୁ ସଚେତନ କରାଉଛୁ ଯେ କୌଣସି ଅନନୋନ୍ ବ୍ୟକ୍ତି ସହିତ ଅନଲାଇନରେ ହଉ କିମ୍ବା କୌଣସି ମ୍ୟାଟ୍ରିମୋନିଆଲ ସାଇଟ୍ ହଉ, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହଉ, ଏଥିରେ ବନ୍ଧୁତ୍ୱ କରିଲା ପୂର୍ବରୁ ଟିକେ ସଚେତନ ହେବା ଦରକାର। ଏବଂ ବିଭିନ୍ନ ଫେକ୍ ୱେବସାଇଟ୍ସ ଗୁଡ଼ାକ ମଧ୍ୟ ଆଜିକାଲି ଇଣ୍ଟରନେଟ୍ରେ ଆଭେଲେବଲ୍ ଅଛି। ତେଣୁ ଆମେ ସଚେତନତା ଦ୍ୱାରା ହିଁ ନିଜକୁ ସୁରକ୍ଷା ରଖିପାରିବା। ସାର୍ ଲୋକଲଜ୍ଜା ଭୟରେ କିଛି ମହିଳା ସାମ୍ନାକୁ ଆସୁନାହାନ୍ତି, ସେମାନଙ୍କ ନାମ ଗୋପନ, ପରିଚୟ ଗୋପନ ରଖାଯିବ, ସେମାନେ ରିପୋର୍ଟ ଦେବେ? ହଁ, ସମସ୍ତ ପରିଚୟ ଗୋପନ ରଖାଯାଏ। ଆମେ ଆପଣମାନଙ୍କ ମାଧ୍ୟମରୁ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଯିଏ ବି ଭିକ୍ଟିମ୍ ହେଇଛନ୍ତି, ଯିଏ ବି ଏଇ ବ୍ୟକ୍ତି ଦ୍ୱାରା ଭିକ୍ଟିମାଇଜ ହେଇଛନ୍ତି, ସେମାନେ ଆସନ୍ତୁ, ଆମକୁ ରିପୋର୍ଟ କରନ୍ତୁ, ଆମେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଧନ୍ୟବାଦ।